ହାଇ ହ୍ୟାଲୋ ଜୟ ଜଗନ୍ନାଥ। ଆଉ ଆସି ଗୋଟେ ବାଜିଲାଣି। ଆଜି ଭିଡ଼ିଓ ଲେଟ୍‌ରେ ଆରମ୍ଭ କରୁଛି। ପ୍ରବଳ ଆଜି କାମ ଥିଲା, ସକାଳୁ ଆରମ୍ଭ କରିପାରିଲିନି ଜମାରୁ। ଆଉ ଏବେ ରୋଷେଇ ଆରମ୍ଭ କରୁଛି। ଭାତ ଖାଲି କରିଦେଇକି ସକାଳୁ ଯାଇଥିଲି ହେରି। ଆସିକି ଏବେ ପୁଣି ଯେମିତି ନିତିଦିନିଆ କଥା ସେମିତି ରୋଷେଇ କରିବା ପାଇଁକି ପ୍ରସ୍ତୁତ କରୁଛି। ଆଉ ଆଗକୁ ଦେଖିବା କ'ଣ ହେବ କ'ଣ ନାହିଁ ଦେଖିବ ଆଉ। ଡାଲମା କରିବା ପାଇଁକି ଏଠି ପ୍ରେସରରେ ସବୁ ପକାଇ ଦେଇଛି। କଖାରୁ ଫୁଲ ସେ ନଣନ୍ଦ ଜଣକ ଆଣିକି ଦେଇଥିଲେ, କଖାରୁ ଫୁଲ ପିଠଉ ଆଉ ସଜନା ଶାଗ ଆସିକି ରଖିଛି, ଭଜା ହେବ। ତାପରେ ଦେଖିବା ଆଉ କ'ଣ ହେଉଛି ଆଉ। ଏବେ ସରିଗଲା ଟିକେ ତାର ସୋଧୁଅଟା ବଞ୍ଚିଲା ନା, ସେଥିପାଇଁକି କୋଶଳା ଶାଗ ପକେଇକି ପିଠଉଟା କରୁଛି। ଆପଣମାନେ କେବେ କରିବେ, ଖାଇବେ, ଜାଣିବେ କେମିତି ଟେଷ୍ଟ ଲାଗେ। ବହୁତ ବଢ଼ିଆ ଲାଗେ, କାରଣ ମୁଁ ଥରେ କରିକି ଖାଇଥିଲି ନା, ସେଥିପାଇଁ ମୁଁ କହିଲି ସୋଧୁଅଟା କାହିଁ ଫୋପାଡ଼ିବି, ତାକୁ ସେଥିପାଇଁକି କରିଦେବି ଆଉ କୋଶଳା ଶାଗ ପକେଇକି। ଆଉ କେତେ ସୁନ୍ଦର ଲାଗୁଛି, ତାମାନେ ଖାଇବାକୁ କେତେ ଟେଷ୍ଟ ଲାଗୁଛି। ମୋତେ ତ ଭାରି ଟେଷ୍ଟ ଲାଗେ। ଆପଣମାନଙ୍କୁ କେମିତି କ'ଣ ଲାଗିବ ମୁଁ ତ ଜାଣିନି, ଥରେ ଟେଷ୍ଟ କରିକି ଦେଖନ୍ତୁ, ତାପରେ ଜାଣିବେ କେମିତି ହେଇଛି ଆଉ। ହେଲା କୋଉଥିରେ ଗାଈ ପିଆଇଦେବୁ। ଓହୋ, କ'ଣ କରୁଛନ୍ତି ଏଥିରେ ଦେଖିବା। କୋଉଠି ସିମେଣ୍ଟ ଗେଟା ହେଇଯାଇଛି। ଆମ ଦୋକାନ ଥିଲା, ସେମିତି କ'ଣ କରୁଛ? କାମ ହେଲାନି ଆଉ, ଏଟା ଭାଙ୍ଗିଯିବ। ହେ ବଡ଼ ଭାଇକି କ'ଣ ଏମିତି କହନ୍ତି? ଭାଇ ଶିଖିଦେଲା ତତେ। ସେମିତି ହାତ ଭାଙ୍ଗିବ, ହାତ ଭାଙ୍ଗିବ। ଥରେ ଧାନ ଓଦା ହେଇଯାଇଥିଲା, ସବୁ କଟା ହେଇକି ଆସିକି ସବୁ ଶୁଖା ହେଇଛି। କୁକୁରମାନେ ପଶିକି ଝିଣ୍ଟିକା ଖାଉଛନ୍ତି ଆଉ। କାମ ଧନ୍ଦା ସରିଲା, ଦି ଭାଇ ଯାକ ଏଇଠି ମସ୍ତି କରୁଛନ୍ତି ଆଉ। ଏହାର ସବୁ ଧାନ ବାଡ଼ିଆ ହେଇକି ସବୁ ଗଦା ହେଇଛି, କଟି ହେଇକି ସବୁ ଏପଟେ ଥୁଆ ହେଇଛି ପିଣ୍ଡାରେ। ଆଉ ଏପଟ ପିଣ୍ଡାରେ ବି ଥୁଆ ହେଇଛି ଧାନ ଏମିତି। ଆଉ ଏତକ ଅଛି, ଆଉ ବି ଗୋଟେ 10 ଗୁଣ୍ଠ ପିଣ୍ଡା ଅଛି। ହେଇଗଲା ଡାଲମା, କୋବି ତରକାରୀ, ଶାଗ ଭଜା, ଆଳୁ ଭର୍ତ୍ତା, ଯେମିତି କହିଥିଲି କୋଶଳା ଶାଗ ପିଠଉ, କଖାରୁ ଫୁଲ ପିଠଉ, ଏମିତି ସବୁ ଆଉ ଟିକେ ଥୁଆ ହେଇଛି ଆଉ। ପୁଅ ଗାଧିକି ଆସିଲେ, ଆଉ ତା ବାବା ଗାଧିକି ଆସିଲେ ଖାଇବୁ ଆଉ। ଖାଇ ବସିଲୁ ଆଉ। ଆସିଗଲେ ରାଜକୁମାର, ରାଜା ଆସିନାହାନ୍ତି। ଆଉ ଟିକେ ଅନା, କ'ଣ ଖାଲି ତଳ ଏତେ ଟେଷ୍ଟ ହେଇଛି ଖାଇଯାଉଛୁ। ବର୍ଷା ପାଗକୁ ଚାଲ ଟିକେ ଚାହା, କାକରା ଖାଇବୁ। ଏଠି ରଖୁଛି ଭିଡ଼ିଓ। ଭଲ ଲାଗିଥିଲେ ଲାଇକ୍ କରିବ, ସେୟାର କରିବ, ସବସ୍କ୍ରାଇବ୍ କରିବ। ପ୍ଲିଜ୍ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି ପ୍ଲିଜ୍। ଜୟ ଜଗନ୍ନାଥ, ବାଏ।